ଏହି ଶ୍ରାବଣରେ 4ଟି ରାଶି ଉପରେ ବର୍ଷିବ ଶିବ କୃପା। ହେଉଛି ଅଦ୍ଭୁତ ସଂଯୋଗ। ସବୁ ଶିବ ଭକ୍ତଙ୍କୁ ଅପେକ୍ଷା ରହେ ଶ୍ରାବଣ ମାସଟି। ଏହି ବର୍ଷ ଶ୍ରାବଣର ଆରମ୍ଭ 22 ଜୁଲାଇ ସୋମବାରକୁ ହେଉଛି ଓ ଶ୍ରାବଣର ଶେଷ 19 ଅଗଷ୍ଟ ସୋମବାରକୁ ହେବ। ଏ ବର୍ଷ 29 ଦିନ ଶ୍ରାବଣ ହେବ। ଏହି 29 ଦିନରେ ଶ୍ରାବଣ ମାସରେ 5ଟି ସୋମବାର ପଡ଼ୁଛି, ଯାହାକୁ ବହୁତ ଶୁଭ ସଂଯୋଗ ବୋଲି ବିଶ୍ୱାସ କରାଯାଉଛି। ଏହି ଶ୍ରାବଣ ସୋମବାର ଦିନ ଆରମ୍ଭ ହୋଇ ପୁଣି ସୋମବାରରେ ଶେଷ ହେଉଛି। ଏହାକୁ ବହୁତ ଅଦ୍ଭୁତ ସଂଯୋଗ ମାନାଯାଉଛି। ଏହାର ପ୍ରଭାବ କିଛି ରାଶି ଉପରେ ପଡ଼ିବାକୁ ଯାଉଛି। ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ କ'ଣ ପ୍ରଭାବ ପଡ଼ୁଛି। ମେଷ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ଶିବଙ୍କ କୃପା ରହିବ। ଭାଗ୍ୟ ସାଥ ଦେବ, ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବ। ଅଟକି ରହିଥିବା ସବୁ କାମ ପୂର୍ଣ୍ଣ ହେବ। ମନ ପ୍ରସନ୍ନ ରହିବ। ଘରେ ମାଙ୍ଗଳିକ କାର୍ଯ୍ୟ ପୂର୍ଣ୍ଣ ହୋଇପାରେ। ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ଲାଭ ନିଶ୍ଚୟ ହେବ। କର୍କଟ ରାଶି। ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଏହି ଅଦ୍ଭୁତ ସଂଯୋଗର ଲାଭ ମିଳିବ। କୋର୍ଟ କଚେରୀର ମାମଲା ନିଜ ପକ୍ଷରେ ରହିବ। କୌଣସି ପୁରୁଣା ମିତ୍ରଙ୍କ ସହିତ ସାକ୍ଷାତ ହୋଇପାରେ। ମହାଦେବଙ୍କ କୃପାରୁ ସବୁ କାର୍ଯ୍ୟ ପୂର୍ଣ୍ଣ ହେବ। ଘରେ ପୂଜା ପାଠ ହୋମ ଆଦି ହୋଇପାରେ। ମନ ବହୁତ ପ୍ରସନ୍ନ ରହିବ। ବ୍ୟାପାରରେ ଆର୍ଥିକ ଲାଭ ହେବ। ସିଂହ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପଡ଼ିବ। ଶ୍ରାବଣରେ କ୍ୟାରିୟର କାରବାରରେ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରେ ଥିବା ବିବାଦ ସମାପ୍ତ ହୋଇଯିବ। ସବୁ ସମସ୍ୟାରୁ ମୁକ୍ତି ମିଳିବ। ଖର୍ଚ୍ଚ କମ୍ ଓ ରୋଜଗାର ଅଧିକ ଯୋଗୁଁ ବ୍ୟାଙ୍କରେ ଜମାରାଶି ବୃଦ୍ଧି ହେବ। ବୈବାହିକ ଜୀବନ ସୁଖମୟ ରହିବ। ରୋଜଗାରର ନୂଆ ରାସ୍ତା ଖୋଲିପାରେ। ଧନୁ ରାଶି। ଏହି ରାଶିର ବ୍ୟକ୍ତିଙ୍କର ମଧ୍ୟ ଶ୍ରାବଣ ଶୁଭ ହେବ। ଉଦ୍ଧାର ଦେଇଥିବା ପଇସା ମିଳିଯିବ। ନିଜର ଶତ୍ରୁ ପରାସ୍ତ ହେବେ। ଚାକିରି କରିଥିବା ଲୋକଙ୍କର ବେତନ ବୃଦ୍ଧି ଓ ଭଲ ଜାଗାକୁ ବଦଳି ହେବାର ଯୋଗ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ରୋଜଗାରର ନୂଆ ରାସ୍ତା ଖୋଲିଯିବ। ଘର ପରିବାରରେ ଖୁସି ହିଁ ଖୁସି ଭରା ରହିବ। ଫ୍ରେଣ୍ଡସ୍, ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଛି ପ୍ଲିଜ୍ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆପଣଙ୍କର ଗୋଟିଏ ସବସ୍କ୍ରାଇବ୍ ମୋ ପାଇଁ ବହୁତ ମୂଲ୍ୟବାନ ଅଟେ। ପୁଣି ଗୋଟିଏ ନୂଆ ଭିଡ଼ିଓ ନେଇ ଆସିବି ଜଲ୍ଦି ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ହର ହର ମହାଦେବ।